हेलो फ्रेंड्स, जय जगन्नाथ। वेलकम टू माय मिनी ब्लॉग। ଏବେ ଆସନ୍ତୁ ଆମ ବାରିଆଡ଼େ ଅଛି, ଆମ ବାରିଆଡ଼େ ଦେଖେଇବି। ମୁଁ ଟମାଟୋ ଗଛ ଲଗେଇଥିଲି, ଏବେ ସେ ଟିକେ ବଡ଼ ହେଉଛି। ଏଇଟା ମୁଁ ବାଇଗଣ ଗଛ ଲଗେଇଛି ଗୋଟେ ପଟାଳି, ଆଉ ଏଇଟା ହେଉଛି କୋବି ଗଛ। ଦେଖନ୍ତୁ ମୋ ବାରିଆଡ଼େ ଗୋଟେ କଦଳୀ ଗଛ ହେଇଥିଲା, ସେଥିରେ କଦଳୀ ହେଇଯାଇଥିଲା, ସେ ଗଛ ଭାଙ୍ଗି ଯାଇଛି। ଆମେ ସେଠୁ ମଞ୍ଜା ବାହାର କରୁଛୁ। ଦେଖନ୍ତୁ ମୋ ଭାଇ ମଞ୍ଜା ବାହାର କରୁଛି। ଦେଖନ୍ତୁ ମୋ ଭାଇନା ମତେ ଗୋଟେ ମଞ୍ଜା ଧରେଇ ଦେଇଛି, ଆକୁ ତରକାରୀ କରାହବ ବୋଲି। ଦେଖନ୍ତୁ କାଲି ଲେମ୍ବୁ ଗଛଟା ଆମ ଘରକୁ କିଣା ହେଇକି ଆସିଥିଲା, ଆଉ ତାକୁ ଏବେ ବାରିଆଡ଼େ ଲଗା ହେଇଛି। ସେଠି ମଳା ହେଇକି ମୁଁ ପାଣି ପକେଇଥିଲି ସକାଳେ। ଦେଖନ୍ତୁ ଆମ ବାରିଆଡ଼େ ଗୋଟେ ଛୋଟ କମଳା ଗଛଟେ ହେଇଥିଲା, ଆଉ ତା ଦେହରେ କମଳା ହେଇଛି। ଦେଖନ୍ତୁ ଛୋଟ କମଳା ହେଇଛି। ଆସନ୍ତୁ ଏବେ ଦେଖିବା ମୋ ବୋଉ କଣ କରୁଛି। କିନ୍ତୁ ବୋଉ ମୁଢ଼ି ଭାଜୁଛି। ଏବେ ସେ ମୁଢ଼ି ଭାଜିବା, ମୁଁ ଆପଣମାନଙ୍କୁ ଦେଖେଇବି। ଏଠି ମୋ ଗାଈ ବାଛୁରୀ ଅଛନ୍ତି, ଆସନ୍ତୁ ଦେଖିବା ତାକୁ। ଦେଖନ୍ତୁ ମୋ ସୁନ୍ଦରୀ ଆପଣମାନଙ୍କୁ ହାଏ କରୁଛି। ଇଏ ବି ହାଏ କରୁଛି। ଦେଖନ୍ତୁ ଆମ ବାରିଆଡ଼େ ଧାନ ପଡ଼ିଛି, ସେଥିପାଇଁ ଗୋଟେ ପାରାଟେ ଆସିକି ଧାନ ଖାଉଛି। ଦେଖନ୍ତୁ ଆଜି ମୁଢ଼ି ମୋ ମାମୁଁ ଘରକୁ ଯିବ, ସେଥିପାଇଁ ବୋଉ ଭାଜୁଛି। ଦେଖନ୍ତୁ କେତେ ଭଲସେ ବାହାର କରୁଛି। ଆଉ ମୁଁ ଆଉ ଟିକେ ପରେ ମୋ ମାମୁଁ ଘରକୁ ଯିବି, ମୁଁ ଆପଣମାନଙ୍କୁ ମୋ ମାମୁଁ ଘରେ ଦେଖେଇବି। ଆପଣ ମାନେ କହିବେ ମୋ ବୋଉ ମୁଢ଼ି ଭଲସେ ଭାଜି ପାରୁଛି ନା ନାଇଁ। ଏଇଟା କଣ୍ଟ୍ରୋଲ ଚାଉଳରେ ହିଁ ହେଉଛି, କାହିଁକିନା ଆଉ ଘର ଚାଉଳରେ ତ ମୁଢ଼ି ଭାଜି ହୁଏନି। କଣ୍ଟ୍ରୋଲ ଚାଉଳରେ ହିଁ ବହୁତ ଭଲସେ ମୁଢ଼ି ଭାଜି ହୁଏ। ଏବେ ଆପଣ ଯଦି ବି ମୁଢ଼ି ଭାଜିବା ପାଇଁ ଚାହୁଁଛନ୍ତି, ତାହେଲେ ମୋତେ କମେଣ୍ଟ କରିବେ, ମୁଁ ଆପଣମାନଙ୍କୁ କହିଦେବି ମୁଢ଼ିଟା କେମିତି ଭଜା ହୁଏ। ଏବେ ମୁଁ ରହୁଛି। ଜୟ ଜଗନ୍ନାଥ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥାଏ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ ମୋ ଭିଡ଼ିଓକୁ ଲାଇକ୍ କରିବେ। ଜୟ ଜଗନ୍ନାଥ।